ଅଧିକାଂଶ ଲୋକ ଚେଷ୍ଟା କରନ୍ତି ଈଶ୍ୱରଙ୍କ ଠାରେ ମନ ଦେବା ପାଇଁ, କିନ୍ତୁ ସେମାନଙ୍କ ମନ ଠିକରେ ଈଶ୍ୱରଙ୍କ ପ୍ରତି ଆସେ ନାହିଁ। ସେମାନେ କେମିତି ଚେଷ୍ଟା କରିବେ ନା ବେଲପତ୍ର ହଉ କିମ୍ବା ତୁଳସୀ ପତ୍ର ହଉ କିମ୍ବା ସଜନା ପତ୍ର ହଉ, ଯେଉଁଟାକି ମାନେ ଖାଇପାରିବେ, ସେଇ ପତ୍ର ରସ ବାହାର କରନ୍ତୁ, ତାକୁ ପିଅନ୍ତୁ। ଭକ୍ତିର ଶକ୍ତି ସେ ପତ୍ରର ରସ ଯୋଗେଇବ। ଭକ୍ତିର ରସ ଆଉ ଭକ୍ତି ପାଇଁ ଶକ୍ତି ସେଇ ପତ୍ରର ରସ ହିଁ ଯୋଗେଇବ। ଈଶ୍ୱରଙ୍କ ଠାରେ ମନୋନିବେଶ ପାଇଁ ଆପଣ କଞ୍ଚା ପତ୍ର ବାଟିକି ତା ରସଟା ସେବନ କରନ୍ତୁ। ତାପରେ ସେଇ ରସର ପ୍ରଭାବରେ ଈଶ୍ୱରଙ୍କ ଠାରେ ଆପଣମାନଙ୍କର ଭକ୍ତି ଆସିବ ବା ଈଶ୍ୱରଙ୍କ ଠାରେ ମନ ଲାଗିବ। ମାଇଣ୍ଡ ଇଟ୍।